Hello dear students, this is Niranjan and welcome to my channel. जो माने भी नवोदय ପାଇଁ ଫର୍ମ ପୂରଣ କରିଛନ୍ତି ସେମାନଙ୍କ ମନରେ ବର୍ତ୍ତମାନ ସମୟରେ ଗୋଟେ ନିହାତି ଡାଉଟ୍ ଆସୁଥିବ ଯେ ସାର୍ ନବୋଦୟର ଆବେଦନ ତାରିଖ ବାରମ୍ବାର ଘୁଞ୍ଚୁଛି ତାହେଲେ ଆମର ପରୀକ୍ଷା ଯୋଉ ଦିନ ହବାର ଥିଲା ମାନେ ଯୋଉ ଡିସେମ୍ବର 13 ତାରିଖ ଯୋଉ ନୋଟିସ୍ ଆସିଛି ତ ସେଇ ତାରିଖଟା ମଧ୍ୟ ଘୁଞ୍ଚି ଯିବ କି ଏଟା ଗୋଟେ ଜେନେରାଲ ଡାଉଟ୍ obviously ସମସ୍ତଙ୍କ ମନ ଭିତରେ ଏଟା ଗୋଟେ ଡାଉଟ୍ ଆସିବ ନିହାତି କାହିଁକି ନା ଯଦି ଆବେଦନ ତାରିଖ ଯଦି ବଢି ଚାଲିଛି ତାହେଲେ ପରୀକ୍ଷା ତାରିଖଟା ମଧ୍ୟ ଆଉ କିଛି ନା କିଛି 15 ଦିନ ମାସେ ମଧ୍ୟ ଘୁଞ୍ଚି ଯାଇପାରେ ଏମିତି ଗୋଟେ ଡାଉଟ୍ ଆସେ ପିଲାଙ୍କ ମନରେ ଆଉ ଦେଖ ଏଇ ଯଦି ଡାଉଟ୍ ଆସିଲା ତାହେଲେ ନିହାତି ପଢାରେ ମଧ୍ୟ କିଛି ପିଲା ଅବହେଳା କରିଦେବେ ସେମାନେ ଭାବେ ହଁ ପରୀକ୍ଷା ତ ଯାହାହେଲେ ମଧ୍ୟ ଆଉ 15 ଦିନ ମାସେ ଘୁଞ୍ଚିବ ଆଉ ଟିକେ ପଢାପଢି ଟିକେ ଢିଲା କରିଦେବା ଚଳିବ ତ ମନେ ରଖ ପିଲାମାନେ ପଢାପଢି ଆଦୌ ଢିଲା କରନି ଯୋଉ ହିସାବରେ ପଢୁଛ ଆହୁରି ଭଲ ଭାବରେ ପଢ କାହିଁକି ନା ତମ ହାତରେ ଏବେ 4 ମାସର ସମୟ ଅଛି ପିଲାମାନେ ହେଲା ଆଉ ଆଉ ଗୋଟେ କଥା କ୍ଲିୟରଲି ସମସ୍ତଙ୍କୁ କହି ରଖୁଛି ପିଲାମାନେ ପରୀକ୍ଷା ତାରିଖ ଆଦୌ ଘୁଞ୍ଚିବ ନାହିଁ ମନେ ରଖ ପିଲାମାନେ ବିଗତ ଦିନ ମାନଙ୍କର ମଧ୍ୟ ଏମିତି ବାରମ୍ବାର ଆବେଦନ ତାରିଖ ଘୁଞ୍ଚୁଛି ଦେଖ ଏଇ ଯୋଉ ବାରମ୍ବାର ଆବେଦନ ତାରିଖ ଘୁଞ୍ଚିବାର ମୂଳ କାରଣ ହଉଛି ଯେ ଯେତିକି ଆବେଦନକାରୀ ସଂଖ୍ୟା ହବା କଥା ସେତିକି ହେଇପାରୁନାହିଁ ଓକେ ସେଥିପାଇଁ ସେମାନେ ବାରମ୍ବାର ଡେଟ୍ ଏକ୍ସଟେଣ୍ଡ କରୁଛନ୍ତି ତାକି ଯୋଉ ପିଲା ଆବେଦନ କରିବା ପାଇଁ ଚାହୁଁଥିବ ସେ ଆବେଦନ କରିପାରିବ ତ ଏଇଥିପାଇଁ ସେମାନେ ବାରମ୍ବାର ଡେଟ୍ ଘୁଞ୍ଚଉଛନ୍ତି ଓକେ ତେଣୁ ସେ ଆବେଦନ ତାରିଖ ଘୁଞ୍ଚିବା ସହିତ ଆଉ ପରୀକ୍ଷା ତାରିଖ ତମର ଆଦୌ କିଛି ସମ୍ବନ୍ଧ ନାହିଁ ପିଲାମାନେ ତ ପରୀକ୍ଷା ଯୋଉ ଦିନ ହବା କଥା ସେଇଦିନ ହିଁ ହବ ତମର ଡିସେମ୍ବର 13 ତାରିଖ ଯୋଉ ନୋଟିସ୍ ଆସିଛି ସେଇ ଡିସେମ୍ବର 13 ତାରିଖ ହିଁ ତମର ନବୋଦୟ ଏଣ୍ଟ୍ରାନ୍ସ ହବ ହେଲା ଆଉ ବିଗତ ଦିନ ମାନଙ୍କର ମଧ୍ୟ ଗତ ବର୍ଷ ତା ପୂର୍ବ ବର୍ଷ ମଧ୍ୟ ଏମିତି ପିଲାମାନେ ଆବେଦନ ତାରିଖ ଘୁଞ୍ଚିଛି କିନ୍ତୁ ଏକ୍ସାମ ଯୋଉ ଡେଟ୍ରେ ନୋଟିଫିକେସନ ଆସିଲା ଟାଇମରେ ସେମାନେ ଡେଟ୍ଟାକୁ ଫିକ୍ସ କରିଦିଅନ୍ତି ଡିସେମ୍ବର 13 ତାରିଖ ଦିନ ହବ ବୋଲି ଏ ବର୍ଷ ମଧ୍ୟ ଫିକ୍ସ ହେଇଛି ଆଉ ଡିସେମ୍ବର 13 ତାରିଖ ଦିନ ହିଁ ହବ ପରୀକ୍ଷା ତାରିଖ ଘୁଞ୍ଚିବାର ଚାନ୍ସ ନାହିଁ ପିଲାମାନେ ଏଇ ତାରିଖରେ ହିଁ ହବ ପରୀକ୍ଷା ତାରିଖ କେବେ ବି ଘୁଞ୍ଚେନି ହଁ ସବୁ ଯଦି ସେମିତି ବିଶେଷ କିଛି ଅସୁବିଧା ହେଲା ଆଉ ନବୋଦୟ ବିଦ୍ୟାଳୟ ସମିତି ତରଫରୁ ଯଦି ସେମାନେ ଡିସାଇଡ୍ କରନ୍ତି ଯେ ପରୀକ୍ଷା ତାରିଖ ଘୁଞ୍ଚିବା ପାଇଁ ତାହେଲେ ସେମାନେ ଘୁଞ୍ଚେଇ ପାରିବେ ବଟ୍ ପରୀକ୍ଷା ତାରିଖ କୋଉ ବର୍ଷ ମଧ୍ୟ ଘୁଞ୍ଚେନି ପିଲାମାନେ ଯଦି ଘୁଞ୍ଚିବ ସେଟା ରେୟାରଲି ଘୁଞ୍ଚି ଯାଇପାରେ ବଟ୍ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ ତମେ ଏଇ ଡିସେମ୍ବର 13 ତାରିଖକୁ ଆଖି ଆଗରେ ରଖି ତମେ ପଢାପଢି କର ପିଲାମାନେ ହେଲା ଦେଖ ଏବେ ହେଲା ଦେଖ ଅଗଷ୍ଟ 14-15 ଏମିତି ହେଇଗଲା ତା ମାନେ ତମ ହାତରେ ଆଉ ମୋଟେ 4 ମାସର ସମୟ ଅଛି ପିଲାମାନେ ହେଲା ସେପ୍ଟେମ୍ବର ଅକ୍ଟୋବର ନଭେମ୍ବର ଡିସେମ୍ବର ମାନେ ଟୋଟାଲି 4 ମାସର ସମୟ ଅଛି ତ ଏଇ 4 ମାସରେ ତମେ ଖୁବ ମେହନତ କର ପିଲାମାନେ ଖୁବ ମେହନତ କର ଯେମିତି କି ତମେ ନବୋଦୟରେ ଗୋଟେ ସିଟ୍ ପାଇବା ସୁନିଶ୍ଚିତ ହେଲା ଆଉ ଯୋଉମାନେ ବି ଆମର ବ୍ୟାଚ୍ ରେ ଜଏନ୍ କରିବା ପାଇଁ ଚାହୁଁଛ ନିହାତି ବ୍ୟାଚ୍ ରେ ଜଏନ୍ କରିପାରିବ ପିଲାମାନେ ତ ତମକୁ ଏଟା କାହାକୁ ବାଧ୍ୟବାଧକତା ନୁହଁ କିନ୍ତୁ ତମେ ଯଦି ଆମ ବ୍ୟାଚ୍ ରେ ଜଏନ୍ ହେଇଯାଉଛ ତାହେଲେ ତମର ପ୍ରିପାରେସନ ରେ ଆଉ ଟିକେ ବୁଷ୍ଟ ହବ ମାନେ ଆଉ ଟିକେ ମୁଁ ତମର ପ୍ରିପାରେସନ ହେଲ୍ପ କରିଦେବି ଯାହାଦ୍ୱାରା କି ତମର ସିଲେକ୍ସନ ପକ୍କା ହେଇଯିବ ମାନେ ତମର ପ୍ରାୟତଃ ମୁଁ ଦେଖିଛି କିଛି ପିଲାଙ୍କର ନବୋଦୟରେ 80-50 ମାର୍କ ସେମାନେ ଇଜିଲି ଆଣିଦିଅନ୍ତି ବଟ୍ ଏତିକି ମାର୍କ ତମର ସିଲେକ୍ସନ ପାଇଁ କାଫି ନୁହଁ ପିଲାମାନେ ତ ସେଇଭଳିଆ ପିଲା ପରେ ରିଅଲାଇଜ କରନ୍ତି ଯେ ମୁଁ ଆଉ ଟିକେ କାହାର ଯଦି ଗାଇଡାନ୍ସ ପାଇଥାନ୍ତି ତାହେଲେ ସେଇ ମାର୍କଟା ମୋର 90-95 ମାର୍କ ଆରାମରେ ହେଇଯାଇଥାନ୍ତା ବାସ୍ ଏତିକି ମାର୍କ ତମର ସିଲେକ୍ସନ ପାଇଁ କାଫି ପିଲାମାନେ 90-95 ରେଞ୍ଜରେ ତମେ ଯଦି ମାର୍କ ଆଣିଦଉଛ ତାହେଲେ ତମର ସିଲେକ୍ସନ ପକ୍କା ହେଇଯିବ ପିଲାମାନେ ଓକେ ତେଣୁକରି ଯୋଉମାନେ ବି ମୋ ତରଫରୁ ଗାଇଡାନ୍ସ ପାଇବା ପାଇଁ ଚାହୁଁଛ ଆଉ ଆମର ପେଡ୍ ବ୍ୟାଚ୍ ରେ ଜଏନ୍ କରିବା ପାଇଁ ଚାହୁଁଛ ତ ବର୍ତ୍ତମାନ ସମୟରେ ସ୍ୱାଧୀନତା ଦିବସର ଅଫର ଚାଲିଛି ପିଲାମାନେ ହେଲା ମୋଟେ 399 ଟଙ୍କା ଦେଇ ତମେ ୱାନ୍ ଟାଇମ୍ ପେମେଣ୍ଟ କରି ପୁରା ପରୀକ୍ଷା ସରିଲା ପର୍ଯ୍ୟନ୍ତ ପୁରା ଦମରେ ପ୍ରିପାରେସନ କରିପାରିବ ଆଉ ମୁଁ ତମ ସହ ଅଛି ପିଲାମାନେ ପୁରା ବହୁତ ଭଲ ଭାବରେ ମୁଁ ପୁରା ଗାଇଡାନ୍ସ ଦେବି ବହୁତ ଭଲ ଭାବରେ ତମର କ୍ଲାसेସ୍ କରାଯିବ ହେଲା ତମର ଯାହା ବି କିଛି ମ୍ୟାଥମେଟିକ୍ସ ହେଇଗଲା MIT ହେଇଗଲା ଓକେ ଆଉ ଯୋଉ ରହିଲା ତମର ଲାଙ୍ଗୁଏଜ ସେକ୍ସନ ଏ ସବୁ ଯାକର ପୁରା ସିଲାବସ କଭର କରାଯିବ ଆଉ ଏବେ ସବୁ କ୍ଲାसेସ୍ ଚାଲିଛି ଆଉ ସମସ୍ତେ ଜଏନ୍ ହେଇଯାଉ ପିଲାମାନେ ଓକେ ଏବେ ଅଳ୍ପ କ୍ଲାसेସ୍ ସବୁ ହେଇଛି ଯାହା ବି କିଛି ପୂର୍ବ କ୍ଲାସ୍ ଯାକ ହେଇଛି ସବୁ କିଛି ତମକୁ ସେଇ ରେକର୍ଡେଡ ଫର୍ମାଟରେ ସବୁ ଭିଡିଓ ଗୁଡାକ ମିଳିଯିବ ବୁଝିପାରୁଛ ତେଣୁକରି ଏବେ ହିଁ ଜଏନ୍ ହେଇଯାଅ ବହୁତ କମ ପଇସାରେ 399 ଟଙ୍କାରେ ତମେ ଘରେ ବସିକିରି ପୁରା ଦମରେ ପ୍ରିପାରେସନ କରିପାରିବ ଆଉ ସିଲେକ୍ସନ ତମର ପକ୍କା କରିପାରିବ ଯୋଉମାନେ ଭାବୁଛ ଯେ ନାଇଁ ମୁଁ ଘରେ ନିଜେ ଗାଇଡ ଆଣି ପଢିଦେବି ମୋର ହେଇଯିବ ସେମିତି ହୁଏ ନାହିଁ ପିଲାମାନେ ସେମିତି ହୁଏ ନାହିଁ ଗୋଟେ ଡିଷ୍ଟ୍ରିକ୍ଟରେ ନା ବହୁତ ଗୁଡେ ପିଲା ଆବେଦନ କରନ୍ତି କିନ୍ତୁ ପିଲା ସିଲେକ୍ସନ ହେବେ କେତେ ଜଣ ନା ଟୋଟାଲି 80 ଜଣ ପିଲା ସିଲେକ୍ସନ ହେବେ ଆବେଦନ କରିଥିବେ 4000-5000 ପିଲା ଆବେଦନ କରିଥିବେ 4000-5000 ପିଲା ଆବେଦନ କରିଥିବେ କିନ୍ତୁ ତାଙ୍କ ଭିତରୁ ସିଲେକ୍ସନ ହେବେ ମୋଟେ 80ଟା ପିଲା ସିଲେକ୍ସନ ହେବେ ତା ମାନେ ତମେ ଭାବି ପାରୁଥିବ ଯେ କମ୍ପିଟିସନ ଟା କୋଉ ରେଞ୍ଜରେ ହଉଛି ଯଦି ତମର ସାଙ୍ଗସାଥି ଯଦି ପୁରା ଦମରେ ପ୍ରିପାରେସନ କରୁଛନ୍ତି ଯଦି ବ୍ୟାଚ୍ ନେଇକି ପଢୁଛନ୍ତି ତାହେଲେ ତମକୁ ମଧ୍ୟ ସେଇ ରେଞ୍ଜରେ ପ୍ରିପାରେସନ କରିବାକୁ ପଡିବ ନାଇଁ ତ ତମେ ପଛରେ ପଡିଯିବ ଓକେ ତ ଏଇଟା ମୋ ତରଫରୁ ଗୋଟେ ଇନଫର୍ମେସନ ଥିଲା ତ ଯୋଉମାନେ ବି ଇଣ୍ଟରେଷ୍ଟେଡ ଅଛ
तो निहाती ये जो कांटेक्ट नंबर देखुछ ये नंबर रे कॉल करी तमे आम बैच रे जॉइन करि परिबो सिंपली तमे खाली ए जो नंबर देखुछ व्हाट्सएप नंबर ए व्हाट्सएप नंबर रे खाली हाई लिखि दियो बाकी सब डिटेल्स हमर टीम तरफ तुमको गाइड करा जिवो तमे केमिति जॉइन करबो ठीक अछि आ लेट करो नै पिला माने आ जो माने भाबुछ परीक्षा तारीख घुंचिबो एटा पूरा मुंडुर काट दियो पिला माने डिसेंबर 13 को आखि आगे रखी पूरा प्रिपरेशन जोरसोर आरंभ करो ओके तेबे चलो वीडियो को शेष करिबा कीप लर्निंग कीप ग्रोइंग धन्यवाद।